ଗୋଟିଏ ଆଶ୍ରମରେ 4ଟି ମଙ୍କ ରହୁଥିଲେ ଏବଂ ସେହି ଆଶ୍ରମରେ ଗୋଟିଏ ବୃଦ୍ଧ ଜ୍ଞାନୀ ମଙ୍କ ବି ରହୁଥିଲେ। ଦିନେ ସେ 4ଟି ମଙ୍କ ନିଜ ନିଜ ଭିତରେ କଥା ଦେଲେ ଏବଂ କହିଲେ କି ଆମେ 4 ଦିନ କିଛି ବି କହିବା ନାହିଁ, ନୀରବରେ 4ଟି ଦିନ ବିତାଇବା। 4ଟି ମଙ୍କ ଗୋଟିଏ ଜାଗାରେ ବସିଗଲେ ଏବଂ ତାଙ୍କ ମଝିରେ ଗୋଟିଏ ମହମବତୀ ଜାଳିଦେଲେ କି ସେ ମହମବତୀକୁ ଦେଖିଲେ ତାଙ୍କୁ ତାଙ୍କର କଥା ସ୍ମରଣ ହେବ ଏବଂ ସେମାନେ ନୀରବ ହୋଇ ବସି ପଡ଼ିଲେ। ଏସବୁ ଦୃଶ୍ୟ ସେ ବୃଦ୍ଧ ମଙ୍କ କିମ୍ବା ଜ୍ଞାନୀ ମଙ୍କ ଦେଖୁଥାନ୍ତି, ସେ ମଧ୍ୟ ଚୁପଚାପ ହୋଇ ବସିଥାନ୍ତି। ଯେମିତି ରାତି ହେଲା ଧୀରେ ଧୀରେ ସେ ମହମବତୀ ଲିଭିଗଲା। ସେ ଦୃଶ୍ୟ ଦେଖି ଗୋଟିଏ ମଙ୍କ କହିଲା, ଆରେ ମହମବତୀ ତ ଲିଭିଗଲା। ସେ କଥା ଶୁଣି ଦ୍ୱିତୀୟ ମଙ୍କ କହିଲା, ଆରେ ନୀରବ ରହ, ଆମେ କିଛି ନ କହିବାର କଥା ଦେଇଥିଲା। ତାପରେ ତୃତୀୟ ମଙ୍କ କହିଲା, ତମ 2 ଜଣଙ୍କୁ କହିବାର ଆବଶ୍ୟକ କ'ଣ ଥିଲା? ଚତୁର୍ଥ ମଙ୍କ ହସିଲା ଏବଂ କହିଲା, ମୁଁ ଏକୁଟିଆ ଯିଏକି କିଛି କଥା କହିନାହିଁ। ବନ୍ଧୁଗଣ, ସେ 4ଟି ମଙ୍କ କହିବାର କିଛି ଅଲଗା ଅଲଗା କାରଣ ଥିଲା, କିନ୍ତୁ ସେ 4ଟି ବିନା କିଛି ଭାବିଚିନ୍ତି ତାଙ୍କ ବିଚାର ରଖିଲେ। ସେ ପରିସ୍ଥିତିକୁ ଜଣେ ହେଲେ ସୁଧାରିବାକୁ ଚେଷ୍ଟା ମଧ୍ୟ କଲେ ନାହିଁ। ସେ ବୃଦ୍ଧ ଜ୍ଞାନୀ ମଙ୍କ ତାଙ୍କ ଆଡ଼କୁ ଧ୍ୟାନ ନ ଦେଇ ଚୁପ୍ ହୋଇ ଧ୍ୟାନରେ ଥାନ୍ତି। ସେ 4 ଜଣ ସେ ବୃଦ୍ଧ ମଙ୍କକୁ ଦେଖିଲେ। ସେ ବୃଦ୍ଧ ମଙ୍କ ବିନା କିଛି କହି ସେ 4 ଜଣଙ୍କ ଭୁଲକୁ ଅନୁଭବ କରାଇଦେଲେ, ଯେଉଁ କାର୍ଯ୍ୟ କି ସେ 4 ଜଣ ମଙ୍କ କହିକି କରି ନ ପାରିଲେ। ବିନା ଭାବିଚିନ୍ତି ଏବଂ ଯେତିକି ଦରକାର ତାଠାରୁ ଅଧିକ କଥା କହିବା କାରଣରୁ ଆମେ ନିଜେ ନିଜକୁ ଲୋକଙ୍କ ପାଖରେ ଲଜ୍ଜିତ କରାଇଥାଉ। ଗୋଟିଏ ବୁଦ୍ଧିମାନ ବ୍ୟକ୍ତି କାହାକୁ ବି ବିନା ମାଗି ଉପଦେଶ ଦିଏ ନାହିଁ, କାହିଁକିନା ସେ ଜାଣିଥାଏ କି ବିନା ମାଗି ଉପଦେଶ ଦେବାର ମୂଲ୍ୟ ନଥାଏ ଏବଂ ସେ ଉପଦେଶକୁ ସାମ୍ନାରେ ଥିବା ବ୍ୟକ୍ତି ମାନି ନଥାଏ। କିନ୍ତୁ ଆଜିକାଲିର ମଣିଷମାନେ ନିଜ ପ୍ରୋବ୍ଲେମ୍ ବତାଇବା କ୍ଷଣିକେ ଆମେ ତାଙ୍କୁ ସେ ପ୍ରୋବ୍ଲେମ୍ର ସଲ୍ୟୁସନ୍ ଦେବା ପାଇଁ ଲାଗିପଡ଼ୁ। ଯେତେବେଳେ 99% କେସ୍ରେ ଲୋକ ଆମ ପାଖରେ ତାଙ୍କ ପ୍ରୋବ୍ଲେମ୍ ସେୟାର କରୁଥୁସନ୍, ସେମାନେ ଆମ ପାଖରୁ ସେ ପ୍ରୋବ୍ଲେମ୍ର ସଲ୍ୟୁସନ୍ ଶୁଣିବା ପାଇଁ ନୁହେଁ, ସେମାନେ ତ ଏହା ଚାହାନ୍ତି କି ତାଙ୍କ କଥାକୁ ଆମେ ଧ୍ୟାନ ଦେଇ ଶୁଣିବା, କାହିଁକିନା ତାଙ୍କୁ ଏଥିରେ କିଛି ସମୟ ପାଇଁ ଶାନ୍ତି ଅନୁଭବ ହୁଏ। କାହିଁକିନା ଆମେ ତାଙ୍କୁ ଯେଉଁ ଉପଦେଶ ଦେବା ତାହା ତାଙ୍କୁ ବି ଜଣାଥାଏ। ସବୁ ମଣିଷକୁ ଜଣାଥାଏ କି କ'ଣ ଠିକ୍ ଅଟେ କ'ଣ ଭୁଲ। ସେଥିପାଇଁ ନେକ୍ସଟ ଟାଇମ୍ ଆମକୁ ଯଦି କିଏ କିଛି କହିବ ତ ତା'ର କଥାଟିକୁ ଧ୍ୟାନପୂର୍ବକ ଶୁଣିବା, ତାଙ୍କୁ ଉପଦେଶ ଦେବା ଆରମ୍ଭ କରିବା ନାହିଁ ଯେତେ ପର୍ଯ୍ୟନ୍ତ ସେ ମାଗିବ ନାହିଁ। କାହିଁକିନା ଆମ ଆଗରେ ଛିଡ଼ା ହୋଇଥିବା ମଣିଷ ଏତିକି ଚାହେଁକି ଆମେ ତା କଥାଟିକୁ ଶୁଣିବା ଏବଂ ବୁଝିବାକୁ ଚେଷ୍ଟା କରିବା। ଏ କଥାଟିକୁ ପ୍ରତ୍ୟେକ ଲୋକ ଶୁଣିଥିବ। ଆମେ ଯେତେ କମ୍ କଥା କହିବା ସେତିକି ହିଁ ବୁଦ୍ଧିମାନ ହେବା ଏବଂ ଯିଏ ଯେତିକି ବୁଦ୍ଧିମାନ ହୋଇଥିବ ସେ ବ୍ୟକ୍ତି ସେତିକି କମ୍ କଥା କହିଥିବ।